ପାଞ୍ଚଟି ଜିଲ୍ଲାରେ 47ଟି ଟିମ୍ ବର୍ତ୍ତମାନ ଚଢ଼ଉ କରୁଛନ୍ତି। ତନ୍ନ ଭାବରେ ଯାଞ୍ଚ କରାଯାଉଛି ଯେ କୌଣସି ଭାବରେ ଛାଡ଼ିବାକୁ ମାନେ କୌଣସି ବି ଜାଗାରେ ଯେ କୌଣସି ଜାଗାରେ ତାଙ୍କର ଆଉ କିଛି ଟଙ୍କା ରହିଥାଇପାରେ, କିନ୍ତୁ ଯେମିତି ଆଜି ଘରେ କହିବା ତାଙ୍କ ଘରର ବିଭିନ୍ନ ସ୍ଥାନ ଯେଉଁ କବର କହିବା, ରୋଷେଇ ଘର କହିବା, ସେ ସବୁ ଜାଗାରୁ ମଧ୍ୟ ଟଙ୍କା ବାହାରିଛି। ତ ସେଇ ଆଧାରରେ ମାନେ ଏଇ ଯେଉଁ ଜାଗା ଚଢ଼ଉ ହେଉଛି ସେ ଭଦ୍ରକ ସଦର ଉପରେ ଯଦି ଚଢ଼ଉ କରାଯାଉଛି ତେବେ କିପରି ଭାବରେ ଭଦ୍ରକ ପୁଲିସ ଜାଣିପାରିଲା ନାହିଁ ତାହା ଗୋଟିଏ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି। ଅନ୍ୟପକ୍ଷେ ଦେଖନ୍ତୁ ଆମେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଥାନାରେ ତାଙ୍କ ନାଁରେ କେସ୍ ଅଛି ଏବଂ ସେ ବହୁତ ଦିନ କେନ୍ଦୁଝର ପୁଲିସ ବିଶେଷ କରି ଏସ୍ପି କେଉଁଝରଙ୍କ ସ୍କାନରରେ ଲାଷ୍ଟ 10 ମନ୍ଥ ହେଲା ଥିଲା, ତେଣୁ ୱାଣ୍ଟେଡ଼ ଥିଲେ। ତେଣୁ ଆମେ ଆଜି ସଡ଼ନ୍ 2 ପ୍ଲାଟୁନ୍ ପୁଲିସ ସହିତ 10 ଜଣ ଅଫିସର ତାଙ୍କର ଚଢ଼ାଉ କରିଥିଲୁ। ଚଢ଼ାଉ ବେଳେ ବହୁତ କ୍ୟାସ୍ ଯେଉଁଟାକି କାଉଣ୍ଟିଂ ଚାଲିଛି, ସୁନା ଗହଣା ଏବଂ ଅନ୍ୟାନ୍ୟ ତାଙ୍କର ଯେଉଁ ସମ୍ପତ୍ତି ରିଲେଟେଡ୍ ଯେଉଁ କାଗଜପତ୍ର ସେଗୁଡ଼ାକୁ ମଧ୍ୟ ଆମେ ତନଖି କରୁଛୁ, ସିଜ୍ କରୁଛୁ। ସାର୍ ଘରେ ପୂର୍ବରୁ ଅଭିଯୋଗ ଆସୁଥିଲା ଯେ ବନ୍ଧୁକ ରହୁଛି, ସୋଡ଼ ଫୋଡ଼ ରହୁଛନ୍ତି, ମାନେ ମାରଣାସ୍ତ୍ର ଧରିକି ପାସିଂ କରାନ୍ତି, ତ କିଛି ସେମିତି କିଛି ଆବଶ୍ୟକ ଆର୍ମସ୍ କିଛି ଜବତ ହେଇଛି? ନା, ବର୍ତ୍ତମାନ ସୁଦ୍ଧା ବାହାରିନି। ଆମେ ତାଙ୍କ ଗାଡ଼ି ସର୍ଚ୍ଚ କରୁଛୁ, ଆଉ ଯଦି ବାହାରିଲା ଆମେ କେତୋଟି ଥାନାରେ କେତୋଟି ମାମଲା ରୁଜୁ ହେଇଛି ତ ଏକ୍ଜାକ୍ଟ ମୁଁ ଜାଣିନାହିଁ, ତଥାପି ଆମର କେନ୍ଦୁଝର ଅଧିକାଂଶ ପୁଲିସ୍ ଷ୍ଟେସନରେ ତା ନାଁରେ କେସ୍ ଅଛି। ତ ବର୍ତ୍ତମାନ ତାକୁ ଗିରଫ କରିକି କେଉଁଠିକି ନେବେ ଆପଣ? କୋର୍ଟ ଚାଲାଣ କରିବେ ନା କେଉଁଝର ନେବେ? ଆମେ ଯାହା ପ୍ରୋସେସ୍ ସରିଲା ପରେ ଆମେ ଦେଖିବୁ।